ଆମର ତହସିଲ ପରିସରରେ ଅଷ୍ଟମ ତହସିଲ ପରିସରରେ 75ତମ ବନ ମହୋତ୍ସବ ଉତ୍ସବ ପାଳନ କରାଯାଇଛି। ଯୋଉଥିରେ କିଛି ବହୁତ ଗୁଡାଏ ଉପଯୋଗୀ ଗଛ ଆମେ ଲଗେଇଛୁ, ଯୋଉଟାକି ବନ ମହୋତ୍ସବ ସପ୍ତାହରେ 1-7 ପର୍ଯ୍ୟନ୍ତ ଅଛି। ଆମେ ବହୁତ ଗୁଡେ ଉପଯୋଗୀ ଗଛ ଲଗେଇଛୁ। ଯେହେତୁ ଆମେ ସମସ୍ତେ ଜାଣିଛନ୍ତି ବୃକ୍ଷ ହିଁ ଜୀବନ, ତ ଆମେ ଚେଷ୍ଟା କରିବୁ ଗଛ ଗୁଡାକୁ ବଢିବା ପାଇଁ ଏବଂ ଯୋଉଟାକି ପ୍ରାକୃତିକ ପରିବେଶ ରକ୍ଷାରେ ବହୁତ ସାହାଯ୍ୟ କରିବ। 75ତମ ବନ ମହୋତ୍ସବରେ ମୋ ରେଞ୍ଜର ମ୍ୟାଡାମ ଆମର ଅଞ୍ଚଳର ଏବଂ ତହସିଲଦାର ମ୍ୟାଡାମ ମଧ୍ୟ ଅଛନ୍ତି। ଗୋଟେ ମାନେ ଏଇ ଯୋଉ ପ୍ରତିବର୍ଷ ଆମର ଏଇ ପର୍ବ ଚାଲୁଛି 75 ବର୍ଷ ହେବ। ଏ ଗୋଟେ ଯୋଉ ଗ୍ଲୋବାଲ ୱାର୍ମିଂ ଏବେ ଚାଲୁଛି, ଆମେ ତାକୁ ପ୍ରତିହତ କରିବା ପାଇଁ ପ୍ରତ୍ୟେକ ନାଗରିକ ସାରା ପୃଥିବୀର ସମସ୍ତେ ଏଇ ଲକ୍ଷ୍ୟ ରଖିବା ଆମ ଦ୍ୱାରା କିଛି ନା କିଛି ବୃକ୍ଷରୋପଣ ହେବା ଦରକାର, ଯୋଉଟା ଗ୍ଲୋବାଲ ୱାର୍ମିଂ କୁ କମେଇବା ପାଇଁ ବା ଆମର ଭବିଷ୍ୟତ ପିଢି ପୃଥିବୀ ପୃଷ୍ଠରେ ବଞ୍ଚି ରହିବ ତା ପାଇଁ ଆମକୁ ଏ କାମ ବହୁତ ଦିନ ଆଗରୁ କରିବାର ଥିଲା। ଆଉ ଏବେଠାରୁ ସମସ୍ତେ ଆମେ ସଜାଗ ହେଇ ନିଶ୍ଚିନ୍ତ ରୂପରେ ଆମେ ଇଣ୍ଡିଭିଜୁଆଲି ମାନେ ଯାହା ତ ବନ ବିଭାଗ କରିବ, କିନ୍ତୁ ଇଣ୍ଡିଭିଜୁଆଲି ନିଶ୍ଚିନ୍ତ ଭାବରେ ଆମେ କିଛି ନା କିଛି ବୃକ୍ଷ ଏଇ ସମୟରେ ରୋପଣ କଲେ ତା ବର୍ଷା ଦିନ ଯେହେତୁ ଅଛି ଏଇଟା କଣ୍ଟିନ୍ୟू କରିବ ଏବଂ ବଞ୍ଚିଯିବ ଏ ଗଛ, ଆଉ ଭବିଷ୍ୟତରେ ଆମେ ଆଉ ଆମ ପିଢି ଏହାକୁ ଉପଭୋଗ କରିବୁ। ଆଜି ଆମେ ଖୁସି ଅନୁଭବ କରୁଛୁ, ଯେହେତୁ ପରିବେଶ ଉପରେ ଏହା ଏକ ଶୁଭଦାୟକ ମନେ କରୁଛୁ। କୋଣାର୍କବାସୀ ମାନଙ୍କୁ ଆଶା କରୁଛି ସିଏ ଆମ ତରଫରୁ ବନାଞ୍ଚଳ ତରଫରୁ ବାର୍ତ୍ତା ଦିଆ ହେଉଛି ପ୍ରତି ଘରେ ଗୋଟିଏ ଗୋଟିଏ ଗଛ ଲଗାଇବେ ଆଉ ପରିବେଶକୁ ନିଶ୍ଚିନ୍ତ ଭାବରେ ଶୁଭଦାୟକ ହେବ ବୋଲି ଆଜିର ଏଇ ଦିନରେ ଛାତ୍ରୀ ନିବାସ ପାଖାପାଖି 1500-2000 ଗଛ ଲାଗିବ। ଆଗକୁ ଆଶା କରୁଛୁ ଏହାର ଗଛ ଲଗାଇଦେଲେ କିଛି ସେମିତିର ଲାଭଦାୟକ ହେବନି, ତାର ରକ୍ଷଣାବେକ୍ଷଣ ଉପରେ ଆମେ ଧ୍ୟାନ ଦେବୁ। ନିଶ୍ଚିନ୍ତ ଭାବରେ ଆମେ 3 ବର୍ଷ ଏହାର ରକ୍ଷଣାବେକ୍ଷଣରେ ଡିପାର୍ଟମେଣ୍ଟ ନିଶ୍ଚିନ୍ତ କାର୍ଯ୍ୟକାରୀ କରିବୁ। जातक विचार एवं गृहर वास्तु जनित समस्यार समाधान पाई जोगाजोग करंतु ज्योतिर्विद वास्तुविद श्री मानस चंद्र नायक। जोगाजोग करंतु 9438481748।